ଜାଡ଼ରେ ଥରୁଛି ମୟୂରଭଞ୍ଜ ଜିଲ୍ଲା, ଯାହାକି ମୟୂରଭଞ୍ଜ ଜିଲ୍ଲାରେ ଏବେ ପାରଦ 1 ଡିଗ୍ରୀକୁ ଖସିଛି। ଆଉ ଓଡ଼ିଶାର ଜମ୍ମୁ କାଶ୍ମୀର ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। କାହିଁକିନା ଆଜି ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 1 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି। ସେହିପରି ବାରାକାମୁଡାରେ ତାପମାତ୍ରା 1 ଡିଗ୍ରୀ ରେକର୍ଡ କରାଯାଇଛି। ଆଉ ସକାଳୁ ସକାଳୁ ଅଭ୍ୟନ୍ତରୀଣ ଇଲାକା ଗୁଡ଼ିକରେ ଥିବା ଘାସ ପଡ଼ିଆରେ ଶିଶିର ସବୁ ବରଫ ପାଲଟି ଯାଇଛି। ଶିମିଳିପାଳର ଅନେକ ସ୍ଥାନରେ ଥିବା ପଡ଼ିଆ ବରଫ ଗାଲିଚା ଭଳି ଦେଖିବାକୁ ମିଳିଛି। ତେବେ ହାଡ଼ଭଙ୍ଗା ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି। ଅନ୍ୟପଟେ ସହର ଅପେକ୍ଷା ଗାଁ ଗହଳିରେ ଅଧିକ ଥଣ୍ଡା ପଡୁଛି, କିନ୍ତୁ ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ଏବେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। ଏପରିକି ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 1 ଡିଗ୍ରୀ ରେକର୍ଡ କରାଯାଇଛି।